ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ସୁଭଦ୍ରା ହିତାଧିକାରୀ ମାନଙ୍କ ପାଇଁ ଖୁସି ଖବର ରହିଛି। ଏକକାଳୀନ ମିଳିବାକୁ ଯାଉଛି 25,000 ଟଙ୍କା। ହଁ ଆଜ୍ଞା, ଏହା ଖବରରେ ପ୍ରକାଶିତ ହୋଇଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ରହିଥିବା ବେଳେ ହିତାଧିକାରୀଙ୍କର ପ୍ରଶ୍ନ ରହିଛି, ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା କେବେ ମିଳିବ? ଏହାକୁ ନେଇ ସରକାରଙ୍କ ତରଫରୁ କ'ଣ ରହିଛି ବଡ଼ ଅପଡେଟ୍? କେଉଁ ହିତାଧିକାରୀମାନଙ୍କୁ ଏଥର ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ମିଳିବା ପାଇଁ ଯାଉଛି? ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍। ଯୋଡ଼ି ହେଲେ ନୂଆ ହିତାଧିକାରୀ, କଟିଲା ଏମାନଙ୍କ ନାଁ। ଏହି ଦିନ ଖାତାକୁ ଆସିବ ଟଙ୍କା। ଯଦି ଆପଣ ସୁଭଦ୍ରା ଯୋଜନାର ଜଣେ ଯୋଗ୍ୟ ହିତାଧିକାରୀ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି ଏବଂ ଆପଣ ନୂଆ କରି ଏଥର ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି, ତାହେଲେ ଏହି ଖବରଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କ'ଣ ରହିଛି ହିତାଧିକାରୀମାନଙ୍କ ପାଇଁ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍? ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ହେଲେ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଦେଖନ୍ତୁ, ଯାହା ଖବରରେ ପ୍ରକାଶିତ ହୋଇଛି, ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍। ଯୋଡ଼ି ହେଲେ ନୂଆ ହିତାଧିକାରୀ, କଟିଲା ଏମାନଙ୍କ ନାମ। ଏହି ଦିନ ଖାତାକୁ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା। ସବୁଠୁ ବଡ଼ କଥା ହେଲା, ସୁଭଦ୍ରା ଯୋଜନାରେ କେଉଁ ହିତାଧିକାରୀମାନେ ଯୋଡ଼ି ହୋଇଛନ୍ତି ନୂଆ କରି, ଏଥର ପରବର୍ତ୍ତୀ କିସ୍ତି ଟଙ୍କା କେଉଁ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଆସିବା ପାଇଁ ଯାଉଛି, ତାହା ପୁଣି ବିନା ଅସୁବିଧାରେ। ଏହା ମଧ୍ୟ ଖବରରେ ମେନସନ୍ ରହିଛି, ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ସ୍କିମ୍ ସୁଭଦ୍ରା ଯୋଜନାରେ ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି। 4ଟି କିସ୍ତିରେ ମୋଟ 20,000 ଟଙ୍କା ପାଇସାରିଛନ୍ତି 1 କୋଟିରୁ ଅଧିକ ହିତାଧିକାରୀ। ସେହିଭଳି ଚତୁର୍ଥ କିସ୍ତି ପାଇନଥିବା 1 ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଭେରିଫିକେସନ୍ ପରେ ଗତ ମେ 4 ତାରିଖରେ ଆସିଛି ସୁଭଦ୍ରା ଟଙ୍କା। ଏବେ ପଞ୍ଚମ କିସ୍ତିକୁ ଅପେକ୍ଷା କରିଛନ୍ତି ମହିଳା। ଏହାରି ଭିତରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଏବଂ ସବୁଠାରୁ ଲୋକପ୍ରିୟ ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଏହି ଯୋଜନାରେ ସାମିଲ ହେବା ପାଇଁ ଆଉ 3,17,967 ଜଣ ନୂଆ ଆବେଦନକାରୀ ପଞ୍ଜୀକରଣ କରିଛନ୍ତି। ନୂଆ ଆବେଦନକାରୀଙ୍କ ସ୍ଥିତି ଏବଂ ଯୋଜନାର ପ୍ରଗତି ସମ୍ପର୍କରେ ସମୀକ୍ଷା କରିବା ପରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଦେଖନ୍ତୁ, ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା କେଉଁ ହିତାଧିକାରୀମାନେ ପାଇବେ, କେଉଁ ହିତାଧିକାରୀଙ୍କର ନାମ କଟିଯିବ, ଯେଉଁ ହିତାଧିକାରୀମାନେ ନୂଆ କରି ଆବେଦନ କରିଛନ୍ତି ସମସ୍ତେ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ପାଇବେ କି ନାହିଁ, ଏବଂ ସୁଭଦ୍ରା ଯୋଜନାର ଯେଉଁ ପ୍ରକ୍ରିୟା ରହିଛି ସେ ପ୍ରକ୍ରିୟାରେ କିଛିଟା ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। କ'ଣ ପରିବର୍ତ୍ତନ କରିଛନ୍ତି, ସୁଭଦ୍ରା ଯୋଜନାରେ କ'ଣ ହିତାଧିକାରୀମାନଙ୍କ ପାଇଁ ଉନ୍ନତି କରାଯିବ କିମ୍ବା ସେମାନଙ୍କୁ ନୂଆ ନୂଆ ଲାଭ କ'ଣ ମିଳିପାରିବ ଏହି ଯୋଜନା ମାଧ୍ୟମରୁ, ସରକାର ଏବେ ସମୀକ୍ଷା କରି ଏହାକୁ ଅପଡେଟ୍ କରାଇଛନ୍ତି। ଆଉ କିଛି ହିତାଧିକାରୀଙ୍କର ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ଅଟକିଛି। ତ କାହିଁକି ସେମାନଙ୍କର ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ଅଟକିଛି, କେଉଁଠି ଅସୁବିଧା ରହିଛି, ସେମାନେ କ'ଣ କଲେ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ପାଇପାରିବେ? ଦେଖନ୍ତୁ, ଯାହା ମେନସନ୍ ରହିଛି, ସମୀକ୍ଷା ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ ଅନେକ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ସମସ୍ୟା ଯୋଗୁଁ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ଦେଖାଦେଇଛି। ପ୍ରାୟ 82,036 ଜଣ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟ୍ ଆକ୍ଟିଭ ନାହିଁ। ଯଦି ଆପଣ କିସ୍ତି ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ଅସୁବିଧାଟିକୁ ଆପଣମାନେ ତୁରନ୍ତ ଠିକ୍ କରିନିଅନ୍ତୁ, ଯାହାଫଳରେ ଆପଣମାନେ ସୁଭଦ୍ରା ଯୋଜନାର ଅଟକି ଯାଇଥିବା କିସ୍ତି ଟଙ୍କା ଆପଣମାନଙ୍କ ବ୍ୟାଙ୍କ ଖାତାକୁ ଆସିପାରିବ। ଏହା ସହିତ ଆହୁରି ମଧ୍ୟ ମେନସନ୍ ରହିଛି, ସେମାନଙ୍କୁ ଯଥାଶୀଘ୍ର ନିଜ ବ୍ୟାଙ୍କକୁ ଯାଇ ଡିବିଟ୍ ସକ୍ରିୟ କରିବାକୁ କୁହାଯାଇଛି, ଯାହାଦ୍ୱାରା ସରକାରୀ ସହାୟତା ସିଧାସଳଖ ଆକାଉଣ୍ଟକୁ ଯାଇପାରିବ। ଏହା ସହିତ 28,611 ଜଣ ଆବେଦନକାରୀଙ୍କର ବାୟୋମେଟ୍ରିକ୍ ଇକେୱାଇସି ପ୍ରକ୍ରିୟା ଏପର୍ଯ୍ୟନ୍ତ ହୋଇନାହିଁ। ଏହି ପ୍ରକ୍ରିୟା ସରିବା ପରେ ହିଁ ସେମାନଙ୍କ ଆବେଦନ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ। ଦେଖନ୍ତୁ, ଏମିତି 28,611 ଜଣ
आवेदनकारी रहिचंती सेमानकर बायोमेट्रिक इ केवाईसी प्रक्रिया सेमाने संपूर्ण करि नाहांती। जदि आपण मानकर स्टाटस रे इ केवाईसी असंपूर्ण रहिछि तुरंत आपण माने एही प्रक्रियाटी को संपादन करिनियंतु नचेत आपण मानकर आवेदन चूड़ांत भाव में ग्रहण करा जिवो नाही। आपण मानकर आवेदन को रिजेक्ट करा जिवो जहाँ सरकार तरफ बड़ घोषणा करा जाय। सुभद्रा योजनार स्टाटस आपण माने केमिति चेक करिवे आपण मानकु एही डिस्क्रिप्शन वीडियो रे लिंक प्रोवाइड कर देबी। आपण माने सीधा सड़क क्लिक करी सुभद्रा योजनार स्टाटस आपण माने चेक करि पारिबे। यह सहित आउरी मध्य खबर मेंशन रही कौनसी योग्य हिताधिकारी हेबनी वंचित। तेबे सरकार पक्षरु स्पष्ट करा जायछि जे कौनसी योग्य हिताधिकारी जेपरी एही योजनारू वंचित न हेबे सेथिपाई प्रशासनिक स्तर रे जांच प्रक्रिया को जोरदार करा जायछि। समस्त बाकी थिबा कार्य एवं फील्ड इनक्वारी जुलाई 25 सुधा शेष करा जाई योग्य महिला मानक अकाउंट को सुभद्रा योजनार सहायता राशि पठा जिवार व्यवस्था करा जायछि। देखंतु जो हिताधिकारी मानकर किस्ती टंका एपर्यंत आसी नाही सेमाने अपेक्षा करिसंती सुभद्रा योजनार किस्ती टंका तांको बैंक खाता को केबे आसीबो। तो सेथिपाई सरकार तरफरु एक प्रक्रिया मध्य जारी करा जायछि। एही प्रक्रिया जुलाई 25 तारिख सुधा समाप्त करा जिवो। फील्ड इनक्वारी वर्तमान चली 25 सुधा आपण मानकर कंप्लीट हो जिवो। तो कौन सी योग्य हिताधिकारी बाद पड़ेनि बोली राज्य सरकार तरफ बड़ घोषणा करा जायछि। यह सहित आउरी मध्य मेंशन रही महिला दिवस रे मिलिथिला चतुर्थ किस्ती। वर्ष को 2टी किस्ती रे सुभद्रा टंका पठाउचंती राज्य सरकार। गोटे किस्ती महिला दिवस और अन्यटी राखी पूर्णिमा दिन आसुची। तेबे आसंता राखी पूर्णिमा रे सुभद्रा योजनार पंचम किस्ती टंका खाता को आसवाक जाउची। तेबे गत मार्च 8 तारिख अर्थात महिला दिवस अवसर रे राज्यर 1 कोटी रु अधिक महिला खाता को आसीथिला सुभद्रा योजना टंका। पूर्वरु 4टी किस्ती रे मोट 20,000 टंका लेखाएं पाई सारिचंती राज्यर 1 कोटी रु अधिक महिला। किंतु अयोग्य हिताधिकारी को एथिरु बाद देइचंती राज्य सरकार। परे पुनः समीक्षा बेले किछि हिताधिकारी को पुणी थरे सुभद्रा योजना रे सामिल करा जायथिला। अति सहजरे बुझिबाकू गले आसंता अगस्त 28 तारिख रे पुणी 5,000 टंका लेखाएं पाइबे सुभद्रा हिताधिकारी। समस्त योग्य हिताधिकारी बैंक खाता को जीव 5,000 टंका।